ମୁଁ ଆଜି ବହୁତ ସାରା ପଇସା ଧରିକି ମାର୍କେଟ ଯାଉଛି ଆଉ କେତେ ସମୟ ଭିତରେ ମୁଁ ସବୁ ପଇସାକୁ ସରେଇ ପାରିବି ଆଉ ସପିଂ କରିପାରିବି କ'ଣ କ'ଣ ଆଣିପାରିବି କ'ଣ କ'ଣ କିଣିପାରିବି ଦେଖିବା କ'ଣ ପସନ୍ଦ ଆସୁଛି ନ ଆସୁଛି ସାଙ୍ଗମାନେ ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖନ୍ତୁ ଆଉ ଭିଡ଼ିଓ ଯଦି ପସନ୍ଦ ଆସିଲା ଲାଇକ୍ କରିବେ କମେଣ୍ଟ କରିବେ ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବନି। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ବର୍ତ୍ତମାନ ଆମେ ମାର୍କେଟ ଯିବା ଆଉ ମାର୍କେଟରେ ମୁଁ କ'ଣ କିଣିବି କ'ଣ ନାହିଁ କ'ଣ ପସନ୍ଦ ଆସୁଛି କ'ଣ ନାହିଁ ମୁଁ ସେ ବିଷୟରେ ଆପଣମାନଙ୍କୁ ସବୁ ଡିଟେଲ୍ସ ଭିଡ଼ିଓରେ ଦେଖେଇବି। ତ ଗାଇସ୍ ମୁଁ ବସ୍ ଜଗିଛି ଏ ଦେଖନ୍ତୁ ବାହାରିଛି ବର୍ତ୍ତମାନ ଗୋଟେ 5 ମିନିଟ୍ ହେଲା ବସ୍ କିଛି ବି ଆସିନାହିଁ। ମୁଁ ବସ୍ରେ ଯିବି ଆଜି ଆଉ ବସ୍ ଜଗିଛି ରାସ୍ତାରେ ଛିଡ଼ା ହେଇଛି ଦେଖନ୍ତୁ। ସାଙ୍ଗମାନେ ମୋ ଗାଡ଼ି ପାଇଲି ଏବେ ବର୍ତ୍ତମାନ 5 ଟଙ୍କା ଦେଖନ୍ତୁ ଲୋକମାନେ ସମସ୍ତେ ଅଛନ୍ତି 5 ଟଙ୍କା ବସ୍ରେ ଲକ୍ଷ୍ମୀ ବସ୍ରେ ମୁଁ ଯାଉଛି ବର୍ତ୍ତମାନ। रुको जरा सबर करो बोला धक्का बुक्की नहीं कर। ଆଉ ଠିକ୍ ଅଛି ଯାଇକି ମୁଁ ମାର୍କେଟ ପହଞ୍ଚିଲା ପରେ ତ ଗ୍ୟାସ୍ ଫାଇନାଲି ମୁଁ ମାର୍କେଟ ପହଞ୍ଚିଯାଇଛି। ଦେଖନ୍ତୁ ଫାଷ୍ଟ ଯିବି ମୁଁ କିରାଣା ଦୋକାନରେ ବହୁତ ସାରା କିରାଣା ସାମାନ ନେବାର ଅଛି ଫାଇନାଲି ସାଙ୍ଗମାନେ କିରାଣା ଦୋକାନରେ ପହଞ୍ଚି ଯାଇଛି ବର୍ତ୍ତମାନ ବହୁତ ସାରା କିରାଣା ସାମାନ ନେବାର ଅଛି ଆଉ ଦୋକାନରେ ପହଞ୍ଚି ଯାଉଛି ସାଙ୍ଗମାନେ ଫାଇନାଲି କଥା ହେ ବୁରା ବୁଲା କେମିତି କରିଦିଅ ହଁ ତୋର ଦରକାର ପୁଣି କ'ଣ କ'ଣ ଖାଇଲା ଯେ ତାର ହିସାବ ନାହିଁ। ପୂର୍ଣ୍ଣିମା କ'ଣ କ'ଣ ଖାଇଲେ ତୋର ହିସାବଟା ମୁଁ ପରେ କହିବି। କିଛି ନାହିଁ ମୁଁ ଖାଲି ଲିଚି ପିଇଛି ଆଉ 10 ଟଙ୍କା ଲିଚି ଆମ ବାଲିଗୁଡ଼ା ଟିକେ ଦେଖ। ହଁ ତ ବାଲିଗୁଡ଼ା ଦେଖିନାହାନ୍ତି ଆଉ ସୋ ଫାଇନାଲି ଗାଇସ୍ ଆମର ସପିଂ ସରିଯାଇଛି ଆଉ ଏବେ ଏବେ ଖାଉଛୁ। ତ ସାଙ୍ଗମାନେ ସପିଂ କରି କରି ପୁରା ହାଲିଆ ହେଇଗଲୁ। ଏବେ ଟିକେ ପୁଣି ସହିତ ଆଇସ୍କ୍ରିମ୍ ଖାଉଛୁ ବସ୍ ଷ୍ଟାଣ୍ଡରେ ଆଇସ୍କ୍ରିମ୍ ଖାଉଛୁ। ବହୁତ ସାରା ସପିଂ କରିଛୁ ଆଉ ଆଜି ଘର ଗଲେ ମୁଁ ଦେଖେଇବି। ଏଇଟା ଖାଲି ସପିଂ କରେ ଏବେ ହାଲିଆ ସପିଂ କରିକି ହାଲିଆ ହେଇକି ଆଇସ୍କ୍ରିମ୍ ଖାଉଛୁ ବସିକି ଏଠି। ପୁଣି ଆମେ ଅଟୋରେ ନାହିଁ ବସ୍ରେ ଯିବୁ। ବସ୍ ଜଗୁଛୁ ବର୍ତ୍ତମାନ ଅଟୋରେ ବସିକି ବସ୍ରେ ଯିବୁ। ବହୁତ ସାରା ମସ୍ତି କରିଛୁ ଆଜି ବଢ଼ିଆ ଲାଗିବ ଭିଡ଼ିଓ। ତ ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖନ୍ତୁ ଠିକ୍ ଅଛି। ପୁଣି ଆଉ ଥରେ ଲସି ପିଇବା ଷ୍ଟାର୍ଟ ହେଲା। ଚଏସ୍ କର ଲସି ଆଇସ୍କ୍ରିମ୍ କୁରକୁରେ ଲିଚି କେତେ ସାରା ଥଣ୍ଡା ଆଜି ପୁଣି ପିଇଛି। ପରେ ଘରକୁ ଯାଇକି ଶୋଇବ ଜ୍ୱର ହେଇକି। ପିଏ ମିଠା ହେଲାନି ଆଣ୍ଟି ଟିକେ ମାଗିଯିବ ମିଠା ମାଗିଦେ ଯା ମାଗିଯା। ଏବେ ଧରିକି ଆସିଲୁ କାହିଁ ଲାଜ ହଉଛି ଯା ମାଗିବୁ ଯା। ସେମାନେ କହିଲେ କି ସୁନ୍ଦର ଲସି ବୋଲି କହିଲେ କମେଣ୍ଟ କରୁ। ହଁ ଯା 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 ମାଗିକି ହଁ ସେମିତି ପିଇଦେ ନହେଲେ। ସାଙ୍ଗମାନେ ଦେଖନ୍ତୁ ଆମର ମାର୍କେଟର ବସ୍ ଷ୍ଟାଣ୍ଡ ସବୁ କାମ ସରେଇକି ଆମେ ଆସିଲୁ ବସ୍ କ'ଣ ଏଇଟା ଗାଡ଼ି ସାଇ କ୍ରିଷ୍ଣାରେ ଯାଉଛୁ। ଆମର ସବୁ ସପିଂ ସରିଲା ୟାର ଖିଆ ସରିନି ହେଇଯାଏ। ହଁ ସାଇ କ୍ରିଷ୍ଣା ଏଇଠି ବସ୍ ଅଧଘଣ୍ଟା ଲାଗିବ ଦେଖନ୍ତୁ। ତ ବର୍ତ୍ତମାନ ଯିବୁ ଆମେ ଘରକୁ। ପହଞ୍ଚିଲା ପରେ ମୁଁ ଆଉ ଆଗକୁ ଭିଡ଼ିଓଟା ଦେଖେଇବି ଆଉ ଠିକ୍ ଅଛି। ବସ୍ ଯାଉ ଯାଉ ଟିକେ ବ୍ୟାକଗ୍ରାଉଣ୍ଡଟା ଦେଖେଇଲି ଆଉ ଦେଖନ୍ତୁ କେମିତି ମଜା ଲାଗୁଛି। ତ ବର୍ତ୍ତମାନ ଛାଡ଼ିଲା ବସ୍ ଛାଡ଼ିଲା ଆମେ ଯାଉଛୁ
ଘରକୁ ପହଞ୍ଚିଲା ପରେ ମୁଁ ଦେଖେଇବି ଆଉ କ'ଣ ଅଛି। ଏଇ ଫୁଲ ଗଛ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଫୁଲ ଗଛ ବସୁଛି। ଆଜି ହାଟ ଆମର ଏଇଠି ବହୁତ ସାରା ଲୋକ ବହୁତ ଭିଡ଼ ହେଇଛି ମାର୍କେଟରେ। ତ ଫାଇନାଲି ଆମର କାମ ସରିଯାଇଛି ଆମେ ଘରକୁ ଯାଉଛୁ ବସ୍ ଏଇଟା ପୂର୍ଣ୍ଣି। ଓହୋ ଫାଇନାଲି ଗାଏସ୍ ମୁଁ ଆସିକି ଘରେ ପହଞ୍ଚିଲି। ଆଉ ମୁଁ କ'ଣ କ'ଣ ଆଣିଛି ଆଉ ବହୁତ ଚିନ୍ତା କରିକି ଖର୍ଚ୍ଚ କଲା ପରେ ବି ମୁଁ କିଛି ବି କିଣି ପାରିଲିନି ଆଉ ପଇସା ମୁଁ ଖର୍ଚ୍ଚ କରିପାରିଲିନି। ତ ମୁଁ ଗୋଟେ ଆଣିଛି ଗୋଟେ ଶାଢ଼ୀ ଗୋଟେ ଆଣିଲି ନୂଆ ଶାଢ଼ୀଟା। ଏଇ ଦେଖନ୍ତୁ ଟକ୍ 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 ପର୍ପଲ୍ କଲର୍ର ଶାଢ଼ୀ କେମିତି ଲାଗୁଛି ପିନ୍ଧିକି ଭିଡ଼ିଓ ବନେଇବି କହିବେ ଆଉ। ସୋ ମୁଁ ଆଉ ଗୋଟେ ଆଣିଛି ଏଇଟା ଡ୍ରେସ୍ କପଡ଼ା ଗୋଟେ ଆଣିଛି। ତାପରେ ବାସ୍ ଆଉ ଆଣିଛି ଅଂଶୁକୁ ଏଇଠି ଖାଇବା ଅଛି ଡେରି ମିଲ୍କ ଚକୋଲେଟ୍ ଅଛି 4ଟା ବଡ଼ ବଡ଼। ଆଉ ଏଇଟା କୁରକୁରେ ତାର ଟେଡ଼ମେଡ଼ ବଡ଼ଟା। ଆଉ ଅଛି ସ୍ପ୍ରାଇଟ୍ ବାସ୍ ସ୍ପ୍ରାଇଟ୍ ଅଛି ବାସ୍ ତାର ଏତିକି ହେଲେ ତାର ବିନ୍ଦାସ। ଆଉ କ'ଣ ଆଣିଛି ବାସ୍ ଏଇଟା ବ୍ୟାଗ୍ଟା ପୁରା ଫୁଲ୍ ହେଇଯାଇଛି। ଏଇଠି ବାସ୍ ଖାଲି ସଉଦା ଅଛି ଏଇଠି ଆଉ କିଛି ବି ନାହିଁ ହେଲା। ଏଇଠି ସଉଦା ଅଛି ହର୍ଲିକ୍ସ ଆଉ ପିସ୍ତା କାଜୁ ଆଣିଛି। ଆଉ ଓଟ୍ସ ଆଣିଛି। ଆଉ ଓଟ୍ସ ଆଣିଛି। ଆଉ ମୋର ଫେଭରାଇଟ୍ ସାରଙ୍କ ଫେଭରାଇଟ୍ କଦଳୀ ଆଣିଛି। ଏଇଠି ବାଦାମ ପିସ୍ତା ବାଦାମ ସେଟା ବତୁରେଇକି ସଦାବେଳେ ଖିଆ ହେଉଛି ସମସ୍ତେ। ତାପରେ ଏଇଠି ଅଛି ଆଉ ସାମ୍ପୁ ସାବୁନ ଆଉ ସର୍ଫ ଏଠି ସବୁ ଅଛି। ଆଉ ଗୋଟେ ମେଡ଼ିସିନ୍ ଗୋଟେ ଆଣିଛି। ମେଡ଼ିସିନ୍ଟା ବାସ୍ ଦେଖେଇବିନି କି ମେଡ଼ିସିନ୍ ଏମିତି ହେଇକି। ଆହୁରି ପରିବା ଅଛି ବିନ୍ସ କିଲେ ଆଣିଲି। ତାପରେ ଏଇଟା କ'ଣ ଏଇଟା ଏଇ ପିଆଜନଡ଼ା ଶାଗ ମୋର ଫେଭରାଇଟ୍ ପାମ୍ପଡ଼ ଆଣିଛି ହେଲା। ବାସ୍ ସଉଦା ତ ଏତିକି ଆଉ ପରିବା ବି କମ୍। ତାପରେ ଆଉ ଗୋଟେ ବହୁତ ବଢ଼ିଆ ଜିନିଷ ଆଣିଛି ସେଇଟା ମୁଁ ଦେଖେଇବିନି ମୁଁ ଡାଇରେକ୍ଟ ଭିଡ଼ିଓରେ ଦେଖେଇବି ସେଇଟା ହେଲା। ସେଇଟା ଆଜି ମୁଁ ଦେଖେଇବିନି ସିକ୍ରେଟଟା ସରପ୍ରାଇଜ୍ ଜିନିଷଟା। ସୋ ଆଉ ସାଙ୍ଗମାନେ ଯେଉଁ ସିକ୍ରେଟ୍ କଥା କହୁଥିଲି ଏଇଠି ସେ ସିକ୍ରେଟଟା ଅଛି। ମୁଁ ଆପଣମାନଙ୍କୁ ଦେଖେଇବିନି ଭିଡ଼ିଓରେ ଏଇଟା ବହୁତ ସିକ୍ରେଟ୍ ଜିନିଷଟା ଆପଣମାନେ ଦେଖିକି ଜାଣୁଥିବେ କ'ଣ ଏଇଟା ଠିକ୍ ଅଛି। ଆଉ ଭିଡ଼ିଓରେ ଲାଷ୍ଟ ଯାଏଁ ରୁହନ୍ତୁ ଭିଡ଼ିଓକୁ ଦେଖନ୍ତୁ ଆଉ କେମିତି ଲାଗିଲା ମୋ ସପିଂ କମେଣ୍ଟରେ କହିବେ ହେଲା। ଆପଣମାନେ ଆଉ ଏତିକି ସମୟରେ ସେତିକି ପଇସାରେ କ'ଣ କ'ଣ କିଣିପାରିବେ ଆଉ ସବୁ ଖର୍ଚ୍ଚ କରିପାରିବେ କି ନାହିଁ ମତାମତ ଆପଣମାନଙ୍କର ନିଶ୍ଚୟ ମୋତେ କମେଣ୍ଟରେ କହିବେ। ବଟ୍ ମୁଁ ତ ଭାଇ ପାରିଲି ନାହିଁ ବହୁତ ଚିନ୍ତା କରିକି ଖର୍ଚ୍ଚ କଲା ପରେ ବି ବାସ୍ ପଇସାଟା ଆହୁରି ରହିଗଲା ମୋର। ମୁଁ କିଛି ବି କିଣିପାରିଲିନି। ସୋ ଥ୍ୟାଙ୍କ ୟୁ। ଭିଡ଼ିଓକୁ ମୁଁ ଏଠି ରଖୁଛି। ଥ୍ୟାଙ୍କ ୟୁ।
टाटा बाय बाय नमस्कार जय जगन्नाथ।